ପୂର୍ବ ଦିଗରେ ସୂର୍ଯ୍ୟଙ୍କର ଆବିର୍ଭାବ ସମୟରେ ଗୌରସୁନ୍ଦର ତାଙ୍କର ଭକ୍ତମାନଙ୍କ ସହିତ ସହର ଓ ଗ୍ରାମାଞ୍ଚଳକୁ କୀର୍ତ୍ତନ କରିବା ପାଇଁ ଯାଆନ୍ତି। ସେହି ସମୟରେ ମୃଦଙ୍ଗ କରତାଳର ମଧୁର ସ୍ୱର ସଙ୍ଗେ ସଙ୍ଗେ ଗୌରାଙ୍ଗ ସୁନ୍ଦରଙ୍କର ପାଦଯୁଗଳର ଘୁଙ୍ଗୁର ଶବ୍ଦ ବହିର୍ଗତ ହୁଏ। ଭକ୍ତମାନେ ମଧୁର ନାମ ମୁକୁନ୍ଦ, ମାଧବ, ଯାଦବ ଏବଂ ହରିଙ୍କୁ ସମ୍ବୋଧନ କରି ଗାଇ ଚାଲନ୍ତି। ସେମାନେ ଲୋକମାନଙ୍କୁ ସମ୍ବୋଧନ କରନ୍ତି ଯେ ମିଛରେ ରାତ୍ରି ଯାପନ କଲେ ଏବଂ ଦିବସଟିକୁ ଶରୀରକୁ ସଜାଇବାରେ ବିତାଇଲେ। ହେ ମାନବ, ଏହି ଦୁର୍ଲଭ ଜନ୍ମ ପାଇ ସୁଦ୍ଧା ଅମୂଲ୍ୟ ସମ୍ପଦ ହରାଉଛ। ବର୍ତ୍ତମାନ ଯଦି ଯଶୋଦାସୁତଙ୍କୁ ଭଜନ ନ କର, ତେବେ ମୃତ୍ୟୁ ମୁଖରେ ପତିତ ହେବ। ସୂର୍ଯ୍ୟ ଉଦୟ ହେବେ ଏବଂ ଅସ୍ତ ଯିବେ। ଦିନଟି ବ୍ୟସ୍ତତା ମଧ୍ୟରେ କଟିଯିବ। ତେଣୁ କାହିଁକି ଅଳସୁଆ ହୋଇ ଭଗବାନଙ୍କୁ ହୃଦୟଙ୍ଗମ କରୁନାହଁ? ଜୀବନ ଅନିତ୍ୟ ଏବଂ ଦୁଃଖପୂର୍ଣ୍ଣ। ତେଣର ନାମାଶ୍ରୟ ହିଁ ମୁଖ୍ୟ କାର୍ଯ୍ୟ। ସମସ୍ତଙ୍କ ହୃଦୟ ଅଜ୍ଞାନ ଅନ୍ଧକାରରେ ପୂର୍ଣ୍ଣ। ସୂର୍ଯ୍ୟକିରଣ ପରି ଏହି ମଧୁର ନାମ ହୃଦୟକୁ ଉତ୍ଫୁଲ୍ଲିତ କରେ। ଏହି 14 ଭୁବନରେ ନାମ ବ୍ୟତୀତ ଅନ୍ୟ କିଛି ନାହିଁ। ଏଣୁ ଏହି ନାମ ରୂପ ଅମୃତ ପାନ କର। ପ୍ରଭୁ ଗୌରସୁନ୍ଦର ଲୋକମାନଙ୍କୁ ସମ୍ବୋଧନ କରି କୁହନ୍ତି, ହେ ସୁପ୍ତ ଆତ୍ମା, ଜାଗ୍ରତ ହୁଅ। କେତେ ସମୟ ଧରି ମାୟାର କୋଳରେ ସୁପ୍ତ ରହିବ? ଭଜିବା ପାଇଁ ଏହି ସଂସାରକୁ ଆସିଲ, ମାତ୍ର ଜଡ଼ ବିଦ୍ୟା ପ୍ରଭାବରେ ଭୁଲିଗଲ। ମୁଁ ଅବତରଣ କଲି କେବଳ ତୁମ୍ଭମାନଙ୍କର ଉଦ୍ଧାର ପାଇଁ। ତେଣୁ ଏ ଜଗତରେ ମୋ ବ୍ୟତୀତ କେହି ବନ୍ଧୁ ନାହାନ୍ତି। ମାୟା ରୂପକ ରୋଗରୁ ଉଦ୍ଧାର ପାଇବା ପାଇଁ ମୁଁ ଏହି ଔଷଧ ଆଣିଛି। ହରିନାମକୁ ଗ୍ରହଣ କର। ଶ୍ରୀଲ ଭକ୍ତି ବିନୋଦ ଠାକୁର କହିଛନ୍ତି, ମୁଁ ଏହି ମହାମନ୍ତ୍ର ଗ୍ରହଣ କରି ପ୍ରଭୁର ଚରଣରେ ପତିତ ହୋଇଛି।